ଶୁଣିବା ଗଳ୍ପ ମରୁ ମୌସୁମୀ। ଗାଳ୍ପିକ ପ୍ରାଣବନ୍ଧୁ କର। ସ୍ମିତା ଆଖି ବୁଜି ସ୍ୱପ୍ନ ଦେଖୁଛି। ତା ଜୀବନର ବୋଧହୁଏ ପ୍ରଥମ ମଧୁ ସ୍ୱପ୍ନ। ପରମ ପରିତୃପ୍ତିର ଏକ ସ୍ମିତହାସ୍ୟ ତା ଅଧରକୁ ଆଲିଙ୍ଗନ କରିଛି। ଡାହାଣ ଗୋଡ଼ଟା ତାର ତଳେ ସାମାନ୍ୟ ଲାଗିଛି। ବାଁ ଗୋଡ଼ଟା ଟିକିଏ ଝୁଲି କରି ରହିଛି। ଦେହର ବାକି ଅଂଶଟି ତାର ରହିଛି ଶଯ୍ୟା ଉପରେ। ଆଖି ବୁଜି ସେ ସ୍ୱପ୍ନ ଦେଖିବ ବୋଲି ଏତେ ବ୍ୟସ୍ତ ହୋଇ ପଡ଼ିଲା ଯେ ଦେହର ସମଗ୍ର ଭାରଟି ଶଯ୍ୟା ଉପରେ ନ୍ୟସ୍ତ କରିବାକୁ ତାର ସମୟ ନଥିଲା। ସେ ଆଜି ପରିତୃପ୍ତ, ଅସ୍ଥିର, ବିସ୍ମିତ, ବ୍ୟାକୁଳ ସବୁ। ତାର ହସିବାକୁ ଇଚ୍ଛା ହେଉନି, କାନ୍ଦିବାକୁ ଇଚ୍ଛା ହେଉନି, ନାଚିବାକୁ, ଚିତ୍କାର କରିବାକୁ, ଯାହା ଇଚ୍ଛା ତାହା କରିବାକୁ ଇଚ୍ଛା ହେଉନି। ଦୀର୍ଘ 28 ବର୍ଷ ଭିତରେ ସେ ଏପରି ଏକ ଅପୂର୍ବ ଅନୁଭୂତି କେବେ ପାଇନଥିଲା। କାହିଁକି? କ'ଣ ହୋଇଥିଲା ତାର ସେ କାନ୍ତ ମଧୁର ବ୍ୟଥା ଓ ଆନନ୍ଦମୟ ସ୍ୱପ୍ନ ଭିତରୁ ସେ ଅତୀତକୁ ଫେରି ଯାଇଥିଲା। ପାଠ ପଢ଼ିଲା, ଖାଲି ପାଠ 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 ଆଉ ପାଠ। ସବୁ ସେ ଭୁଲିଛି। ମତ୍ତ ହୋଇଛି ସେ ପାଠ ପଢ଼ିବାରେ। ସବୁ ଭୁଲିଛି। ବାଞ୍ଛିତ ଅବାଞ୍ଛିତ ସବୁ ସ୍କୁଲ କଲେଜକୁ ଯାଇଛି। ଦିନ ଦିନ, ମାସ ମାସ, ବର୍ଷ ବର୍ଷ ଧରି ସୁନ୍ଥାଟାକୁ ଠିକ୍ କରିବା ପାଇଁ ପାନିଆଟା ଆପେ ଆପେ ଯାଇଛି। ଶାଢ଼ୀଟା ଠିକ୍ ବାଟରେ ଦେହକୁ ତାର ଆବୃତ କରିଛି। କିନ୍ତୁ ସେ କେବେ ତା ମୁହଁକୁ ଚାହିଁନି। ସେ କେତେ ସୁନ୍ଦର। ସମୟ ନାହିଁ। ପାଠର ନିଶାରେ ସେ ଘାରି ହୋଇଛି ଦୀର୍ଘ 24 ବର୍ଷ। ତାରି ଆଗରେ ତାର ସାନ ଦି ଭଉଣୀ ଜୀବନର ମହତ୍ଵ ଉପଲବ୍ଧି କରିସାରିଛନ୍ତି। ଦୁଃଖ, ଦୈନ୍ୟ, ଆନନ୍ଦ, ନିରାନନ୍ଦ ଭିତରେ ସେମାନେ ସକ୍ରିୟ, ଗତିଶୀଳ, ସୁନ୍ଦର, ସମ୍ପୂର୍ଣ୍ଣ। କିନ୍ତୁ ସେ କ'ଣ ପାଇଛି? କିଛି ନାହିଁ। ୟୁନିଭର୍ସିଟିର ଅନର୍ସ ଗୁଡ଼ାକ ବର୍ଷ ବର୍ଷ ଧରି ତା ଉପରେ ଅଜାଡ଼ି ହୋଇପଡ଼ିଛି। ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ସେ ଚାକିରିର ମାତ୍ର 4ଟା ବର୍ଷ ପରେ ସମ୍ମାନିତ ହୋଇଛି। କିନ୍ତୁ ତଥାପି ତାର ତୃପ୍ତି ନାହିଁ। ବିଦ୍ୟାଳୟ ଛାତ୍ରୀମାନଙ୍କ ପାଖକୁ ଚୋରା ପ୍ରଣୟ ଚିଠି ଆସେ। ସେ ଧରେ, ଛାତ୍ରୀଙ୍କୁ ଡାକି ଦଣ୍ଡ ଦିଏ, ଅଭିଭାବକମାନଙ୍କ ପାଖରେ ରିପୋର୍ଟ କରେ, ଯେତେ ପ୍ରକାର କଡ଼ା ଦୃଷ୍ଟି ଦେବା କଥା ଦିଏ। ସେ ଏଭଳି ପ୍ରଣୟାସକ୍ତା ଛାତ୍ରୀମାନଙ୍କ ଉପରେ କର୍ତ୍ତବ୍ୟରେ ସେ କଠିନ, କଠୋର। ତାର ଆଖି ଜଳି ଉଠେ। କିନ୍ତୁ ସ୍ମିତା ଚୋରି କରେ। ପ୍ରଣୟାସକ୍ତା ଛାତ୍ରୀମାନଙ୍କ ହୃଦୟର ଏଇ ସ୍ୱାଭାବିକ ପ୍ରବୃତ୍ତିକୁ ସେ ନିଜ ହୃଦୟରେ କଳ୍ପନା କରିବାକୁ ଚେଷ୍ଟା କରେ। କେହି ଜାଣନ୍ତିନି। କ୍ଲାସ୍ ପରିଦର୍ଶନ କରିବାକୁ ଯାଇ ସେ ସେମାନଙ୍କ ମୁହଁକୁ ଚାହିଁ ଅନ୍ୟମନସ୍କ ହୋଇପଡ଼େ। କଠୋର ଦୃଷ୍ଟି ତାର ନରମ ହୋଇଯାଏ। ସେହି ଛାତ୍ରୀମାନଙ୍କୁ ସେ ପ୍ରଶ୍ନ ପଚାରି ସଠିକ୍ ଉତ୍ତର ପାଇଲେ କହି ଉଠେ, ବାଃ, ଖୁବ୍ ଭଲ ପିଲା ତମେ। ପଢ଼ାପଢ଼ିରେ ମନ ଦିଅ, ଚଗଲାମି କରନି, ବୁଝିଲ? ସେଇ ସ୍ମିତା ଆଜି ପ୍ରଥମ କରି ସ୍ୱପ୍ନ ଦେଖୁଛି। ପ୍ରଦୀପ ତାକୁ ଭଲ ପାଏ, ଗଭୀର ଭାବରେ ଭଲ ପାଏ। ପ୍ରଦୀପ ଜଣେ ଲବ୍ଧ ପ୍ରତିଷ୍ଠ ତରୁଣ ନାଟ୍ୟକାର। ତାର ଗୋଟିଏ ନାଟକ ଅଭିନୀତ ହେବାକୁ ଯାଉଛି ତା ସ୍କୁଲରେ। ଅପରିଚିତ ପ୍ରଦୀପକୁ ସେ ଅନୁରୋଧ କଲା ଚିଠିରେ। ତାର ମନେ ଅଛି ସେ କ'ଣ ଚିଠିରେ ଲେଖିଥିଲା। ଆପଣ ମୋର ସମ୍ପୂର୍ଣ୍ଣ ଅପରିଚିତ ହେଲେ ବି ଆପଣଙ୍କ ନାଟକ ଜରିଆରେ ମୁଁ ଆପଣଙ୍କୁ ଜାଣେ। ଆପଣଙ୍କ ବିପର୍ଯ୍ୟୟ ନାଟକଟି ଆମ ସ୍କୁଲରେ ଅଭିନୀତ ହେବ। ଆପଣ ଏଇଠି ଯେତେବେଳେ ଅଛନ୍ତି ମୁଁ ନାଟକର ନିର୍ଦ୍ଦେଶନା ଭାର ଆପଣଙ୍କ ଉପରେ ଦେଲି। ଇତି ସ୍ମିତା ଦାସ। ତାପରେ ସବୁ ଯେମିତି ମ୍ୟାଜିକ୍ ଭଳି ଘଟିଗଲା। ରିହର୍ସାଲ ପରେ ପ୍ରଦୀପ ଆସିଲା ସ୍ମିତା ଘରକୁ। ହେନା ଫୁଲର ଗନ୍ଧ ଭିତରେ ପ୍ରଦୀପର କଥା ଗୁଡ଼ାକ ଭାସି ଆସିଲା ଧୀରେ ଧୀରେ, ଅତି ଧୀରେ, ସ୍ମିତାର ଦେହ ମନ ଅବଶ କରି। ଦେଖନ୍ତୁ ସ୍ମିତା ଦେବୀ, ଆପଣ ଆତ୍ମା ଆତ୍ମା ମିଳନରେ ବିଶ୍ୱାସ କରନ୍ତି? ସ୍ମିତା ହଠାତ୍ ଚମକି ପଡ଼ି ଉତ୍ତର କଲା, କହିପାରିବିନି। ମୁଁ କ'ଣ ବିଶ୍ୱାସ କରେ ନ କରେ, ଜୀବନରେ ଏ ଧରଣର କଥା ଭାବିବାକୁ ଅବସର ପାଇନି। କଣ୍ଠରେ ବିପୁଳ ସହାନୁଭୂତିର କମ୍ପନ ତୋଳି ପ୍ରଦୀପ କହିଲା, ଆପଣଙ୍କର ଏଡ଼େ ସୁନ୍ଦର ଜୀବନଟାକୁ କାହିଁକି ଏମିତି ନଷ୍ଟ କରିଦେଲେ? ଚମକି ପଡ଼ି ସ୍ମିତା ପ୍ରଶ୍ନ କଲା। କ'ଣ କହିଲେ? ପ୍ରଦୀପ କହିଲା, କ୍ଷମା କରିବେ, ଦୁଃଖ ଦେଲି ବୋଧହୁଏ। କିନ୍ତୁ ଦେଖନ୍ତୁ, କଳାକାର ଅନ୍ୟର ଜୀବନରେ ପ୍ରବେଶ କରି ଅନଧିକାର ଚର୍ଚ୍ଚା କରିବାକୁ ଭଲ ପାଏ ସ୍ମିତା ଦେବୀ। ନିଜକୁ ସମ୍ଭାଳି ନେଇ ସ୍ମିତା କହିଲେ, ନା ନା, ମୁଁ ଦୁଃଖ ପାଇନି। ଆପଣ ତ ଆପଣଙ୍କର ମତ ଦେଇଛନ୍ତି, ମୁଁ ଦୁଃଖିତ ହେବି କାହିଁକି? ଘର ଭିତରର ବିଜୁଳି ଆଲୁଅ ବାରଣ୍ଡାର
କିୟଦଂଶ ଆଲୋକିତ କରିଥିଲା। ଆଉ ପ୍ରଦୀପର ଆଖିରେ କି ଏକ ଅତୃପ୍ତ ଆକାଂକ୍ଷା। ସ୍ମିତା ଅବଶ ଅନୁଭବ କଲା। ପ୍ରଦୀପ କହିଲା, ଏଇଟା କ'ଣ ଖାଲି ମୋର ମତାମତ? ଆପଣ ଅନୁଭବ କରିନାହାନ୍ତି କେବେ? ଅର୍ଦ୍ଧରାତ୍ରିର ଅନ୍ଧକାର ଭିତରକୁ ଚାହିଁ ଆପଣ ଚିନ୍ତା କରିନାହାନ୍ତି କେବେ, ଏଇ କ'ଣ ମୋର ଜୀବନର ସାର୍ଥକତା? ନିଶ୍ଚୟ ଭାବିଥିବେ, କିନ୍ତୁ ମୋ ଆଗରେ ହୁଏତ ଅସ୍ୱୀକାର କରିବେ। ସ୍ମିତା କ୍ଷୀଣ ହସି କହିଲା, ଆପଣ କବି ଲୋକ, ଅନ୍ୟର ଜୀବନ ବିଷୟରେ କେତେ କ'ଣ ଭାବିଯାଆନ୍ତି। ତେବେ ମୁଁ ଭୁଲ କହୁଛି? ହେଇପାରେ ମାନବ ଜୀବନକୁ ଅନୁଧ୍ୟାନ କରିବାରେ ମୋର ବୋଧହୁଏ କେଉଁଠି ତ୍ରୁଟି ରହିଯାଇଛି। ସ୍ମିତା କ୍ରମେ ଦୁର୍ବଳ ହୋଇପଡ଼ୁଛି। ଆଖି ତାର ଛଳଛଳ ହୋଇ ଆସୁଛି। ପ୍ରଦୀପ ଦେଖିଲା। ଗଳାକୁ ଆହୁରି କରୁଣ ଓ ଆବେଗମୟ କରି କହିଲା, ଅନ୍ତରର ପରମ ସତ୍ୟକୁ ଲୁଚେଇ ରଖିବାକୁ ଚେଷ୍ଟା କରନି ସ୍ମିତା ଦେବୀ। ମୁଁ ଜାଣେ ଆପଣଙ୍କର ଅନ୍ତର କାନ୍ଦି ଉଠୁଥିବ କାହାର ଏକ ସୁବିପୁଳ ସୁନ୍ଦର ଆଶ୍ଲେଷ ଭିତରେ। ଅହଂ ଚୈତନ୍ୟ ବିଲୁପ୍ତ ହୋଇ ରହିବାକୁ ଆପଣଙ୍କର ଅନ୍ତର ସତତ କାମନା କରୁଥିବ। ବେଦନା ବିଭୋର କଣ୍ଠରେ ସ୍ମିତା କହି ପକାଇଲା, ପ୍ରଦୀପ ବାବୁ, ଥାଉ ସେସବୁ କଥା। ମୋତେ ଆପଣଙ୍କୁ ଡର ମାଡ଼ୁଛି। ଆପଣ ଅତି କୌଶଳରେ ମୋର ଅନ୍ତରର ନିଭୃତ ଅଭିଳାଷକୁ ପଦାରେ ପକାଇ ଦେବାକୁ ଚାହାନ୍ତି। ପ୍ରଦୀପ ଦୃଢ଼ ଗଳାରେ କହିଲା, କିଛି ଭୁଲ ତ କରିନି। ଯେଉଁ ଜୀବନରୁ ଆପଣ କୌଣସି ଆନନ୍ଦ ପାଇନାହାନ୍ତି, ସେ ଜୀବନଟାକୁ ଅତି ସୁନ୍ଦର ଓ ସତ୍ୟ ବୋଲି କାହିଁକି ଅନ୍ୟମାନଙ୍କ ମନରେ ଧାରଣା ଜନ୍ମାଉଛନ୍ତି? କ୍ଳାନ୍ତ ସ୍ୱରରେ ସ୍ମିତା କହିଲା, ଜୀବନରେ କ୍ଳାନ୍ତି ଅବସାଦ ଘଟିଗଲାଣି ପ୍ରଦୀପ ବାବୁ। ଲକ୍ଷ୍ୟଚ୍ୟୁତ ପୋତ ଆଉ ପୋତାଶ୍ରୟକୁ ଫେରିଯାଇ ପାରିବନି। ଭୁଲ ଧାରଣା। ଆମର ଆଧୁନିକ ବିଦୁଷୀ ଝିଅମାନେ ତାଙ୍କର ଅହମିକା ଛାଡ଼ି ସ୍ୱାଭାବିକ ଜୀବନଯାପନ କରିବାକୁ ମନ ବଳାନ୍ତୁ। ଦେଖିବେ ପୋତ ଠିକ୍ ବନ୍ଦରରେ ଲାଗିଛି। ସ୍ମିତା ନୀରବ ରହିଲା। ପ୍ରଦୀପ କହିଲା, କୌଣସି ଅବସ୍ଥାରେ ମନୁଷ୍ୟ ସୁଖ ପାଏନି। ସ୍ମିତା ଦେବୀ, ଆପଣଙ୍କ ହୃଦୟରେ କୌଣସି ପ୍ରଣୟ ବିଳାସ ଘଟିନି ବୋଲି ଆପଣ ଅସୁଖୀ। ଯାହାର ହୃଦୟରେ ସେହି ସୁନ୍ଦର ଅନୁଭୂତି ଆସିଛି, ସିଏ ବି ଯେ ଅତି ସୁଖୀ ତା ନୁହେଁ, କିନ୍ତୁ ତଥାପି ତା ଜୀବନରେ ମୂଲ୍ୟବୋଧ ଅଛି। ଦୁଃଖ ଜଞ୍ଜାଳ ଭିତରେ ବି ସେ ଆନନ୍ଦ ଓ ପରିତୃପ୍ତି ପାଏ। ସ୍ମିତା କଣ୍ଠରେ କୌତୁକ ଭରି କହିଲା, ପ୍ରଦୀପ ବାବୁ, ଆପଣ କାହିଁକି ମୋର ଏ ବ୍ୟର୍ଥ ଜୀବନ ପାଇଁ ଏଡ଼େ ବ୍ୟସ୍ତ ଶୁଣେ? ପ୍ରଦୀପ ଉତ୍ତର ଦେଲା, ବ୍ୟସ୍ତ? କାହିଁକି ବ୍ୟସ୍ତ କହିପାରିବିନି, କିନ୍ତୁ ବ୍ୟସ୍ତ ମୁଁ ହୋଇପଡ଼ିଛି ଏଇ କେଇଟା ଦିନର ପରିଚୟ ଭିତରେ। ଏକଥା ଅତି ସତ୍ୟ ବୋଧ ହୁଏ। ହଠାତ୍ ସ୍ମିତା କହି ପକାଇଲା, ଡେରି ହେଲାଣି ପ୍ରଦୀପ ବାବୁ, ଯାଆନ୍ତୁ। ପ୍ରଦୀପ ଚାଲିଗଲା। ସ୍ମିତା ଆଖି ବୁଜି ଦେଖିଲା, ଦେହର ଅନେକ ଭାର ସେଜ ଉପରେ ଢାଳି ଦେଇ। ତହିଁ ଆର ଦିନ ସକାଳୁ ଉଠି ସ୍ମିତା ଅନୁଭବ କଲା, ସେ ଆଉ ଯେମିତି ଏକା ନୁହେଁ। ତାର କାର୍ଯ୍ୟକୁ ଆଉ ଜଣେ ବରାବର ଯେମିତି ଲକ୍ଷ୍ୟ କରୁଛି। ନାଟକର ଅଭିନୟର ସାଫଲ୍ୟ ପାଇଁ ସ୍ମିତା ତାର ମନପ୍ରାଣ ଢାଳି ଦେଲା। ଅଭିନୟ ଖରାପ ହେଲେ ସେ ନିନ୍ଦା ପାଇଲେ କ୍ଷତି ନୁହେଁ, କିନ୍ତୁ ଆଉ କେହି ନିନ୍ଦା ନ ପାଆନ୍ତୁ। ଆଉ କେହି? କିଏ ସେ ଆଉ କେହି? ସ୍ମିତାର ବୁକୁ ତଳେ ଶିହରଣ ହୁଏ। ଆନନ୍ଦରେ କଣ୍ଠ ରୁଦ୍ଧ ହୋଇ ଆସେ। ପାଟିରୁ ବାହାରି ପଡ଼େ, ଦେଖ ପିଲାମାନେ, ସେ ଜଣେ ପ୍ରସିଦ୍ଧ ନାଟ୍ୟକାର। ଆମେ ଯଦି ତାଙ୍କ ନାଟକକୁ ଫୁଟେଇ ନ ପାରିବା, ତେବେ ସେ ନିଶ୍ଚୟ କ୍ଷୁବ୍ଧ ହେବେ। ଅଭିନୟ ରାତିରେ ସ୍ମିତା କ'ଣ କରିଛି ଜାଣେ ନା। ନା ନା, ସେ କିଛି ଜାଣେ ନା। ସମଗ୍ର ସମୟଟାକୁ ତାର ପ୍ରଦୀପ ଅପହରଣ କରିଛି। ମୁଖ୍ୟମନ୍ତ୍ରୀ ନାଟକ ଦେଖିବାକୁ ଆସିଲେ, କେତେବେଳେ ଗଲେ, କ'ଣ କହିଲେ, ସ୍ମିତା କିଛି ମନେ ରଖିନି। ନାଟକ, ନାଟକ, ବିପର୍ଯ୍ୟୟ ନାଟକ, ଏଇ କେତେ ପଦ ତାର ମନେ ଅଛି। କରତାଳି ଉପରେ କରତାଳି। ସ୍ମିତା ଖୁସିରେ କାନ୍ଦି ପକାଇଛି। ପ୍ରଦୀପର ମୁହଁକୁ ଚାହିଁ ସେ ହସି ହସି କାନ୍ଦି ପକାଇଛି। ପ୍ରଦୀପ ମୁଗ୍ଧ ଦୃଷ୍ଟିରେ ତା ଆଡ଼କୁ ଚାହିଁ କହିଛି, ଆପଣ ଏକ ଅପୂର୍ବ କଳାକାର ସ୍ମିତା ଦେବୀ। ସ୍ମିତା ସମ୍ଭାଳି ନ ପାରି ସେଠୁ ଛୁଟି ପଳାଇଛି। ଗୋଟିଏ ଝିଅ ଯିଏ ହିରୋଇନ୍ ପାର୍ଟ କରୁଛି, ଠାଏ ଗୋଟେ ଧାଡ଼ି କହିବାକୁ ଭୁଲିଗଲା। ଦର୍ଶକମାନେ କେହି ଧରିପାରି ନାହାନ୍ତି, କିନ୍ତୁ ରୁକ୍ଷ ଗଳାରେ ସ୍ମିତା କହିଲା, ଗଲା ଗଲା, ମର୍ଡର କରିଦେଲା ରମା, ସବୁ ମର୍ଡର କରିଦେଲା। ଅସ୍ଥିର ଭାବରେ ସ୍ମିତା ଗ୍ରୀନ୍ ରୁମ୍ରେ ଗୋଡ଼ ହାତ ଛାଟିବାକୁ ଲାଗିଲା। ବୟସ୍କା ମିସ୍ ମହାନ୍ତି କହିଲେ, କିଛି ମର୍ଡର ହେଇନି, ଆପଣ ଅଯଥାରେ କାହିଁକି ବ୍ୟସ୍ତ ହେଉଛନ୍ତି? ସ୍ମିତା ତଥାପି ଅସ୍ୱସ୍ତି ଅନୁଭବ କଲା। ଘନ ଘନ କରତାଳିରେ ଡ୍ରପ୍ ସିନ୍ ପଡ଼ିଲା।
ସ୍ମିତା ନିର୍ବେଦ ହୋଇ ବସି ପଡ଼ିଲା ଗୋटे ଚୌକି ଉପରେ। ତାପରେ ସେ ଷ୍ଟେଜ୍ ଛାଡ଼ି କେତେବେଳେ ଯାଇ ପ୍ରଧାନ ଅତିଥିଙ୍କୁ ବିଦାୟ ଦେଇଛି, ଘରକୁ ଫେରିଛି କହିପାରିବନି। ହେନା ଗଛର ଇଷତ୍ ଅନ୍ଧକାର ତଳେ ଆଉ ହେନା ଫୁଲର ମିଠା ଗନ୍ଧ ଭିତରେ ସେ ପ୍ରଦୀପର ମୁହଁକୁ ଚାହିଁ ଖାଲି ପ୍ରଶ୍ନ କରିଛି, ପ୍ରଦୀପ ବାବୁ, ଆପଣଙ୍କ ନାଟକଟିର ଅବମାନନା ମୁଁ କରିନି ତ? ପ୍ରଦୀପ ବିସ୍ମୟ ବିସ୍ଫାରିତ ନେତ୍ରରେ ସ୍ମିତାକୁ ପର୍ଯ୍ୟବେକ୍ଷଣ କରୁ କରୁ ସ୍ମିତା ହଠାତ୍ କହିଲା, ମୋ ଦେହଟା କାହିଁକି ଖରାପ ଲାଗୁଛି ପ୍ରଦୀପ ବାବୁ। ପ୍ରଦୀପ ବ୍ୟସ୍ତ ହୋଇ କହିଲା, କ'ଣ ହେଉଛି କହିପାରିବିନି। ମୁଣ୍ଡ ବୁଲାଉଛି? କିଛି କହିପାରିବିନି ମୁଁ, କିନ୍ତୁ ଯେପରି ଅନୁଭବ କରୁଛି। ହଠାତ୍ ପ୍ରଦୀପର ମୁହଁକୁ ଚାହିଁ ସ୍ମିତା ସ୍ଥିର ଦୃଷ୍ଟିରେ ପ୍ରଶ୍ନ କଲା, ଆପଣ ମୋତେ ଭଲ ପାଆନ୍ତି? ପ୍ରଦୀପ ସ୍ମିତ ହସି ଉତ୍ତର ଦେଲା, ଏ ପ୍ରଶ୍ନ ଅବାନ୍ତର ସ୍ମିତା। ପ୍ରଦୀପ ସ୍ମିତାର କାନ୍ଧରେ ହାତ ରଖିଲା। ଆନନ୍ଦର ସେହି ମୁହୂର୍ତ୍ତଟି ଭିତରେ ସ୍ମିତା ମରିଯିବାକୁ ଚାହିଁଲା। ଆଖି ବୁଜି ସେ ନିଜ କାନ୍ଧ ଉପରେ ପ୍ରଦୀପର ହାତଟି ଅତି ବ୍ୟାକୁଳ ଭାବେ ଚାପି ରଖି କହିଲା, ପ୍ରଦୀପ, ତମେ ମୋତେ ଏମିତି ସବୁଦିନ ପାଇଁ ଭଲ ପାଇବ? ହଁ, ସବୁଦିନ ପାଇଁ ସ୍ମିତା। ତମେ ଯାଅ, ବିଶ୍ରାମ କର, ଭାରି କ୍ଳାନ୍ତ ତମେ। ସ୍ମିତା ସେଦିନ ରାତିରେ ଭଲରେ ଶୋଇପାରିନି। କେତେ କ'ଣ ଭାବିଛି। ତାର ନାରୀ ମନ କେଉଁ ଏକ ଅନନ୍ତ ସୌନ୍ଦର୍ଯ୍ୟର ସତ୍ତା ଅନୁଭବ କରିବାକୁ ବ୍ୟାକୁଳ। ସେହି ଅନୁଭୂତିରେ ହିଁ ଯେପରି ତାର ଗୌରବ ଓ ନାରୀ ଜୀବନର ସାର୍ଥକତା। ନାରୀ ଜୀବନରେ ଆଉ କି ଅର୍ଥ? ଏଇ ସୁବିଶାଳ ସୁନ୍ଦର ଅନୁଭୂତିକୁ ହିଁ ସେ ତା ଜୀବନର ଚରମ ସାର୍ଥକତା ଭାବରେ ଚିରନ୍ତନ କରି ରଖିବ। ଜୈବିକ ପ୍ରବୃତ୍ତିର ବହୁ ଦୂରରେ ଏ ଅନୁଭୂତି ତାର ସମଗ୍ର ଜୀବନକୁ ଏକ ଅପୂର୍ବ ରୂପାଲୋକରେ ସମୁଜ୍ଜଳ କରିବ। କିନ୍ତୁ ପ୍ରଦୀପ କ'ଣ ତାରି ଭଳି ଭାବୁଥିବ? ଜୀବଧର୍ମର ଅନୁଦାର ସଂକୀର୍ଣ୍ଣ ଗଣ୍ଡି ଭିତରେ ପ୍ରଦୀପ ରହିଯିବନି ତ? ନା ନା, ସେ ପ୍ରଦୀପକୁ ଏ ସୀମା ଭିତରୁ ଊର୍ଦ୍ଧ୍ୱକୁ ଟାଣି ନେବ। ଦେହରୁ ଦେହାତୀତ, ଇନ୍ଦ୍ରିୟରୁ ଇନ୍ଦ୍ରିୟାତୀତ ଏକ ଜ୍ୟୋତିର୍ମୟ ରାଜ୍ୟକୁ ସେ ପ୍ରଦୀପକୁ ଘେନିଯିବ। ଆଜି ଯାଏଁ ଯେଉଁ କବି ବା ଲେଖକମାନେ ଏକ ଜୈବିକ ସ୍ଥୂଳ ପ୍ରବୃତ୍ତିର ସ୍ତବଗାନ କରିଛନ୍ତି, ସେମାନେ ତ ଅଧିକାଂଶ ପୁରୁଷ। ନାରୀର ଯୌବନ ଓ ଅଙ୍ଗ ସୌଷ୍ଠବରେ ମୁଗ୍ଧ ଓ ଅଭିଭୂତ ହୋଇ ସେମାନେ କାମଜ ପ୍ରଣୟର ଏତେ ବଡ଼ କରି ଧରିଛନ୍ତି। କିନ୍ତୁ ନାରୀ ଜାଣେ, ଏହାର ଊର୍ଦ୍ଧ୍ୱରେ ଆଉ କିଛି ଅଛି। ସ୍ମିତା ଆଜି ଅନୁଭବ କରୁଛି ତା ଅନ୍ତରର ଠିକ୍ ଏଇ କଥା। ଆଜି ପ୍ରଦୀପକୁ ଭଲ ପାଇ ସେ ଯେପରି ଅନୁଭବ କରୁଛି ଯେ ସେ ପରାଧୀନ ନୁହେଁ, ସେ ଆବଦ୍ଧ ନୁହେଁ। ତାର ଆଶା ସ୍ୱାଧୀନ। କିନ୍ତୁ ପ୍ରଦୀପ ପାରିବ ତ ତାରି ଭଳି ଏତେ ଊର୍ଦ୍ଧ୍ୱକୁ ଉଡ଼ି? ପୁରୁଷ ସେ। ଜୈବିକ ପ୍ରବୃତ୍ତି ପ୍ରତି ପୁରୁଷର ଆକର୍ଷଣ ଯେ ପ୍ରଗାଢ଼। ଦେହର ସତ୍ତା ଭିତରେ ପୁରୁଷ ମୁହଁ ମାଡ଼ି ପଡ଼ି ରହିଯିବାକୁ ଭାରି ଭଲ ପାଏ। ସ୍ମିତାର ହୃଦୟ ଏକ ଅଜଣା ଆଶଙ୍କାରେ ଥରି ଉଠିଲା। ପ୍ରଦୀପ କଳାକାର। ମନୁଷ୍ୟ ଜୀବନକୁ ସେ ବହୁ ଦିଗରୁ ଦେଖିଛି, ବିଚାର କରିଛି, କେତେ ଦେଶ ବିଦେଶ ବୁଲିଛି। ସ୍ମିତା ଗୋଧୂଳି ଓ ସନ୍ଧ୍ୟାର ହାଲକା ଅନ୍ଧକାରରେ ମୁଗ୍ଧ ହୋଇ ପ୍ରଦୀପର କଥା ଶୁଣେ। ସେ ଠିକ୍ ଏତିକି ଚାହେଁ, ଦିନ ଦିନ ଯୁଗ ଯୁଗ ଧରି ତାର ପ୍ରଦୀପ ଠିକ୍ ଏମିତି ତା ପାଖରେ ବସିଥିବ, କଥା କହୁଥିବ। ସେ ଖାଲି ଶୁଣିଯିବ, ଅନୁଭବ କରିଯିବ। ସାହିତ୍ୟ, ଦର୍ଶନ, ମନସ୍ତତ୍ଵ ଆହୁରି କେତେ ବିଷୟରେ ପ୍ରଦୀପ ସ୍ମିତା ଆଗରେ ଆଲୋଚନା କରେ। ସ୍ମିତା ବିସ୍ଫାରିତ ନୟନରେ ପ୍ରଦୀପ ଆଡ଼େ ଚାହିଁ ରହେ। ତାର ଚିନ୍ତା ପ୍ରଦୀପର ଦେହକୁ ଅତିକ୍ରମ କରି ଏକ ବିଦେହୀ ଜ୍ୟୋତି ଦେହରେ ନିବଦ୍ଧ। ପରାକ୍ରାନ୍ତା ପ୍ରତିଭା ନିକଟରେ ସ୍ମିତା ନିଜକୁ କେଡ଼େ ଛୋଟ ମନେ କରେ। ମୋହାବିଷ୍ଟ ହୋଇ ସେ ପ୍ରଦୀପର କଥା ଶୁଣେ। ହଠାତ୍ ଦିନେ ସ୍ମିତାର ମୋହଗ୍ରସ୍ତ ଚିତ୍ତକୁ କିଏ ଯେମିତି ମୋଡ଼ି ବକ୍ସିଦେଲା। ପ୍ରଦୀପ କଥା କହୁ କହୁ ଦିନେ କହିଲା, ସ୍ମିତା, ତୁମେ ଭାରି ସୁନ୍ଦର। ସ୍ମିତା ଚମକି ପଡ଼ିଲା। ସ୍ମିତା, ଏତେ ଦିନ ଧରି ତମେ କେମିତି ବୁଝିପାରିନ ଯେ ତୁମେ ଭାରି ସୁନ୍ଦର? ତମର ପ୍ରତ୍ୟେକ ଅବୟବକୁ ଜଡ଼ି ରହିଛି ଏକ ଅପୂର୍ବ ସୁଷମା। ସ୍ମିତା ବିକଳ ସ୍ୱରରେ କହିଲା, ଥାଉ ପ୍ରଦୀପ, ତମେ ଆଉ ମୋର ସୌନ୍ଦର୍ଯ୍ୟ ବିଷୟରେ ଏଡ଼େ ପ୍ରଶଂସା କରନି। ଏସବୁ ଅତି ତୁଚ୍ଛ ପାର୍ଥିବ କଥା। ପ୍ରଦୀପ କଣ୍ଠରେ ଏକ ଉଦଗ୍ର କାମନା ଫୁଟାଇ କହିଲା, ସ୍ମିତା, ତୁମେ କ'ଣ ବୁଝିପାରୁନ ମୁଁ କ'ଣ ଚାହେଁ? ସଂଶୟାକୁଳ ଚିତ୍ତରେ ସ୍ମିତା ପ୍ରଶ୍ନ କଲା, ତୁମେ ଆଉ କ'ଣ ଚାହଁ ମୋଠୁ ପ୍ରଦୀପ? ବହୁତ କିଛି ଚାହେଁ ସ୍ମିତା, ବହୁତ କିଛି। ପ୍ରଦୀପର କଣ୍ଠରେ ଏକ ଅତି ଆଦିମ ବ୍ୟାକୁଳତା। ସ୍ମିତା ଅସ୍ଥିର ହୋଇ ଉଠିଲା। ପ୍ରଦୀପ, ତାର ପ୍ରଦୀପ, ଯାହାକୁ ନେଇ ସେ
ବହୁ ଊର୍ଦ୍ଧ୍ୱକୁ ଉଠିବାର କଳ୍ପନା କରିଛି। ଏକଥା କ'ଣ କହୁଛି ସିଏ? ଅତି ନିର୍ମମ ଭାବରେ ସ୍ମିତାର କାନରେ ବାଜିଲା। କୁହ ସ୍ମିତା, ଦିନ ଦିନ ମାସ ମାସ ଧରି ମୁଁ ଅଧୀର ଭାବରେ ତମର ଦାନକୁ ଅପେକ୍ଷା କରି ଆସିଛି। ସ୍ମିତା ଅବସନ୍ନ ଚିତ୍ତରେ ବସି ରହିଲା। ତାର ପାଟିରୁ କଥା ବାହାରୁନି। କ'ଣ ସେ କହିବ? ତାର ଆଦରର ପ୍ରଦୀପକୁ, ଆଦିମ ବୁଭୁକ୍ଷାକୁ ପ୍ରଦୀପ ଅତି ବିକଳ ଭାବରେ ପ୍ରକାଶ କରୁଛି। କ'ଣ କରିବ ସେ? ସବୁ ତ ସେ ଦେଇଛି, ଆଉ ବାକି ଯାହା ଅଛି କୁଣ୍ଠା କରୁଛି କାହିଁକି? କିନ୍ତୁ ସେ ଯେ ବିଦେହୀ ପ୍ରଦୀପକୁ ଭଲ ପାଏ। ଆଜି ଯଦି ସେ ପ୍ରଦୀପର ଅନୁରୋଧ ରକ୍ଷା କରେ, କାଲି ହୁଏତ ପ୍ରଦୀପର କଣ୍ଠରେ ଆଉ ଏ ବିକଳତା ନଥିବ। ଘଣ୍ଟା ଘଣ୍ଟା ଧରି ଆକ୍ରାନ୍ତ ଭାବରେ ପ୍ରଦୀପ ତା ପାଖରେ ବସି କଥା କହିବାକୁ ଭଲ ପାଇବନି। ସ୍ମିତାର ଅନ୍ତରାତ୍ମା ଚିତ୍କାର କରି ଉଠିଲା। ସେ ଅନୁନୟ କଣ୍ଠରେ କହିଲା, ଦେଖ ପ୍ରଦୀପ, ଅବୁଝା ହୁଅନି, ମୁଁ ତ ସବୁ ଦେଇଛି ତୁମକୁ। ଅଭିମାନ କ୍ଷୁବ୍ଧ କଣ୍ଠରେ ପ୍ରଦୀପ କହିଲା, ଭୁଲ କହୁଛ ସ୍ମିତା, ତମେ ସମ୍ପୂର୍ଣ୍ଣ ଭାବରେ ନିଜକୁ ଦେଇପାରିନ ମୋତେ। କିନ୍ତୁ ତମେ ତ ଦିନ କହିଥିଲ ପ୍ରଦୀପ, ମୁଁ ଆତ୍ମା ସହିତ ଆତ୍ମାର ମିଳନରେ ବିଶ୍ୱାସ କରିକିନା। ମୋର ଆତ୍ମା ସହିତ ତମର ଆତ୍ମାର କ'ଣ ମିଳନ ହେଉନି? ଆଉ ତେବେ କ'ଣ ଚାହଁ ମୋଠୁ? ଶୁଷ୍କ କଣ୍ଠରେ ପ୍ରଦୀପ କହିଲା, ଯେଉଁଠି ଆତ୍ମିକ ମିଳନ ହୁଏ ସେଠି ଦେହ ମନ ପ୍ରାଣର ବିଚାର ନଥାଏ। ଏକ ବିଦେହୀ ପ୍ରଣୟର ମୋହ ବେଶୀ ଦିନ ରହେନି ସ୍ମିତା। ବେଦନାହତ କଣ୍ଠରେ ସ୍ମିତା କହିଲା, ରହେ ପ୍ରଦୀପ, ନିଶ୍ଚୟ ରହେ, ମୋର ନିଶ୍ଚୟ ରହିବ। ଜୀବନର ଶେଷ ପର୍ଯ୍ୟନ୍ତ ମୁଁ ତୁମକୁ ଭଲ ପାଇବି ପ୍ରଦୀପ। ମୁଁ ତୁମଠୁ ଯାହା ଦୂରେଇ ରଖିଛି ସେ ଦୂରତ୍ୱ ଭାଙ୍ଗିଗଲେ ତମେ ମୋତେ ଭୁଲିଯିବ। ପ୍ରଦୀପ ହଠାତ୍ ଉଠି ଠିଆ ହେଲା, କହିଲା, ମୁଁ ଯାଏ ସ୍ମିତା, ତୁମେ ଭାରି ଅସ୍ୱାଭାବିକ ହୋଇପଡ଼ିଛ। ଅପେକ୍ଷା ନ କରି ପ୍ରଦୀପ ଚାଲିଗଲା। ସ୍ମିତା ତାକୁ ଅଟକେଇ ପାରିଲାନି। ସେ ଅତିଶୟ ଅସୁସ୍ଥ ଓ ଦୁର୍ବଳ ଅନୁଭବ କଲା। ଖଟ ଉପରେ ସେ ତାର ଦେହ ଯଷ୍ଟିକୁ ପ୍ରସାରି ଦେଇ କାନ୍ଦି ଉଠିଲା। ସ୍ୱପ୍ନ ତାର ଭାଙ୍ଗି ଯାଇଛି। ପ୍ରଦୀପ ଶିଶୁ ଭଳି ତାର କ୍ଷୁଧା ପ୍ରକାଶ କରିଛି। କ'ଣ କରିବ ସ୍ମିତା? ପ୍ରଦୀପ ଯାହା ଚାହୁଁଛି ତା ନଦେଲେ ଗୋଟାଏ ଅବୋଧ ଶିଶୁ ଭଳି ସେ ଅବାଧ୍ୟତା କରିବ, ଚିତ୍କାର କରିବ, ସବୁକିଛି ନଷ୍ଟ କରିଦେବାକୁ ଚାହିଁବ। ପ୍ରଦୀପକୁ ସେ ଅନ୍ତର ଦେଇ ଭଲ ପାଏ। ତା ମନରେ ସେ ଆଘାତ ଦେବ କେମିତି? ସ୍ମିତା କିଛି ଠିକ୍ କରିପାରିଲାନି। ତାର ଦେହରେ ଜ୍ୱର ଦେଖାଦେଲା। ରାତିରେ ସେ ଖୁବ୍ ବାଉଳି ଚାଉଳି ହେଲା। ସକାଳୁ ଖବର ପାଇ ପ୍ରଦୀପ ଆସିଲା। ପ୍ରଭାତର ସୁଲୁସୁଲିଆ ପବନର କୋମଳ ସ୍ପର୍ଶରେ ସ୍ମିତା ତନ୍ଦ୍ରା ଯାଇଥିଲା। ପ୍ରଦୀପର କରସ୍ପର୍ଶରେ ସ୍ମିତା ଆଖି ଖୋଲି ଫେର ବୁଜିଦେଲା। ଦୁଇଧାର ଲୁହ ତାର ଗଡ଼ି ପଡ଼ିଲା। ଅତି ଯତ୍ନରେ ପ୍ରଦୀପ ତା ରୁମାଲରେ ଲୁହ ପୋଛି ଦେଇ ତାର ଅଯତ୍ନ ଚୂର୍ଣ୍ଣ କୁନ୍ତଳ ଗୁଡ଼ିକୁ ସଜାଡ଼ି ଦେଲା। ରୁମାଲରେ ସ୍ମିତାର ମୁହଁ ବେକ ପୋଛିଦେଲା। ତାପରେ ତାର କପାଳ, ଗଣ୍ଡ, ଭ୍ରୁ, ନାସିକା, ଚିବୁକ, ଅଧର ଓ ଗ୍ରୀବା ଉପରେ ସେ ହାତ ବୁଲେଇଲା। କି ଏକ ଅନନୁଭୂତ ଶିହରଣ ଖେଳିଗଲା ସ୍ମିତାର ସମଗ୍ର ଶରୀରରେ। ସ୍ମିତା ନୀରବରେ ପଡ଼ି ରହିଲା। କଣ୍ଠରେ ଅପରିସୀମ ବ୍ୟଗ୍ରତା ଫୁଟେଇ ପ୍ରଦୀପ ପ୍ରଶ୍ନ କଲା, ଭଲ ଲାଗୁଛି ସ୍ମିତା? ଜ୍ୱର ତ କମିଯାଇଛି। ସ୍ମିତା ସ୍ମିତ ହସି ଅତି ଦୁର୍ବଳ କଣ୍ଠରେ କହିଲା, ଭଲ ଲାଗୁଛି। ପ୍ରଦୀପ କହିଲା, ଦେଖ ସ୍ମିତା, ମୁଁ କଳ୍ପନା କରିନଥିଲି ତମେ ମୋ କଥାରେ ଏତେ ଭାଙ୍ଗି ପଡ଼ିବ ବୋଲି। ତମେ କ'ଣ ତମର କଳ୍ପନାକୁ, ତମର ସ୍ୱପ୍ନକୁ ଏତେ ଭଲ ପାଅ? ସ୍ମିତା କିଛି କହିଲା ନାହିଁ। କିଛି ସମୟ ପରେ ପ୍ରଦୀପ ଏକ ଦୀର୍ଘଶ୍ୱାସ ତ୍ୟାଗ କରି କହିଲା, ବେଶ୍, ତମେ ଯେଉଁଥିରେ ସୁଖୀ ହେବ ସେଇଆ ହେବ। ମୋତେ ଘେରି କରି ରହିବ ଯେଉଁ ଏକ ହ୍ୟାଲୋ, ତୁମେ ତାକୁ ହିଁ ଭଲ ପାଇ ସନ୍ତୁଷ୍ଟ। ଆଉ କିଛି ତମେ ଚାହଁ ନାହିଁ। ତମେ ପ୍ରଦୀପକୁ ଚାହଁ, ବିଦେହୀ ପ୍ରଦୀପକୁ। ତା ଚାରିପାଖରେ ଯେଉଁ ଜ୍ୟୋତିର୍ମଣ୍ଡଳ ସୃଷ୍ଟି ହୋଇଛି ତାକୁଇ। ପ୍ରଦୀପ ଚୁପ୍ ହେଲା। ସ୍ମିତା ପ୍ରଦୀପର ହାତଟା ନେଇ ତାର ଛାତି ଉପରେ ଚାପି ରଖିଲା। ସ୍ମିତା କ'ଣ କରିବ ଠିକ୍ କରି ସାରିଛି। ତାର ସମସ୍ତ ଦ୍ୱନ୍ଦ୍ୱର ଅବସାନ ଘଟିଛି। ପ୍ରଦୀପର ପ୍ରତିଭା, ତାର କଥା, ତାର ଗଭୀର ସ୍ନେହ ତାର ଅନ୍ତରାତ୍ମାକୁ ପ୍ରଭାବିତ କରିଛି। ତାର ମରୁମୟ ଅନ୍ତରରେ ଏକ ଅପୂର୍ବ ଶାନ୍ତିଶ୍ରୀ ଆଉ ଶ୍ୟାମଳିମା ଭରି ଦେଇଛି। ତଥାପି ଯଦି ଏ ସମ୍ପର୍କ ଭିତରେ ଜୈବିକ ପ୍ରବୃତ୍ତି ଏତେ ଅପରିହାର୍ଯ୍ୟ ହୋଇପଡ଼ିଛି, ତେବେ ତାକୁ ଏଡ଼ିବା ତା ପକ୍ଷରେ ସହଜ ନୁହେଁ। ସେ ପ୍ରଦୀପକୁ ଛାଡ଼ିପାରିବନି। ନା, ତା କଦାପି ହୋଇପାରିବନି।
से निजकू प्रदीप पाखरे समर्पी देव। श्रोता बंधु एठी शेष है गल्प मरु मौसुमी। गपटी आपण मानकू केमिति लागिला कमेंट करी निश्चित जणाइबे। चैनल रे नुआ होइतिले सब्सक्राइब करने को भूलिबे नहीं। रहिलु नमस्कार।